ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି, ଯାହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ ରତ୍ନଭଣ୍ଡାରର 5ଟି ବିମ୍ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ବିମ୍ ନଷ୍ଟ ହୋଇଥିଲା। ମରାମତି ବେଳେ ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଲାଗିଛି। ଅକ୍ଷୟ ତୃତୀୟା ପୂର୍ବରୁ ରତ୍ନଭଣ୍ଡାର ମରାମତି ସରିବା ଲକ୍ଷ୍ୟ ରଖାଯାଇଥିବା ନେଇ ସେ କହିଛନ୍ତି। ସେହିପରି ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ ରୋକିବାକୁ ପଦକ୍ଷେପ ନେବୁ ବୋଲି କହିଲେ ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି କଠୋର ଦଣ୍ଡ ବ୍ୟବସ୍ଥା ହେବ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଗଠିତ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିଶ କରିବ ବୋଲି କହିଛନ୍ତି। ଅନ୍ୟପଟେ କୋଠ ଭୋଗରେ ଜୈବିକ ଚାଉଳରେ ଅମୃତ ଅନ୍ନ ପ୍ରସ୍ତୁତ ହେବ। ଓଡ଼ିଆ ନବବର୍ଷରୁ ମହାପ୍ରଭୁଙ୍କ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହେବ। ଗୁଣ୍ଡିଚା ମନ୍ଦିର ପାଖରେ ସୂଚନା କେନ୍ଦ୍ର ରହିବ। ଏଲଇଡି ଡିସ୍ପ୍ଲେ ଲାଗିବ ବୋଲି ସେ କହିଛନ୍ତି। ଆଜିକା ଦିନେ ଯେଉଁ ପ୍ରାବଧାନ ଅଛି, ନିୟମ କାନୁନ ଅଛି, ତାଙ୍କୁ ଦଣ୍ଡ ବିଧାନ ଅଛି, ତାହା ପର୍ଯ୍ୟାପ୍ତ ନୁହଁ ବା କୌଣସି ଡେଟରେନ୍ସ ଆଣୁନାହିଁ। ତେଣୁ ଆମେ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ହିଁ ତାକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବୁ। ସେହି ପ୍ରସ୍ତାବର ଚିଠା ପ୍ରସ୍ତାବ କରିବା ପାଇଁ ଆମେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରିଛୁ। ସେମାନେ ସେହି ପ୍ରସ୍ତାବ ଦେଲା ପରେ ଆମେ ବିଧି ବିଭାଗକୁ ବା ରାଜ୍ୟ ସରକାରଙ୍କୁ ତାହା ପ୍ରେରଣ କରିବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟି ଏବଂ ସତୀଶା ନିଯୋଗରେ ବି ଆମେ କଥା ହେବୁ। ଆମେ ଯେଉଁ ଆମର ସେବକ ଭାଇମାନେ ଆଜି ଥିଲେ ବୈଠକରେ, ସେମାନେ ସମସ୍ତେ ଏଥିରେ ସହମତି ପ୍ରଦାନ କରିଛନ୍ତି ଏବଂ ଆପଣମାନେ ମଧ୍ୟ ରାଜି ହେବେ। ଯଦି ଆମେ ଗୋଟେ କଠୋର ଆଇନ ଯଦି ରଖିବା, ତାହେଲେ କୌଣସି ହିସାବରେ ତାର କେହି ଦୁରୁପଯୋଗ କରିବେ ନାହିଁ ଏବଂ ଏହା ନିଶ୍ଚିତ ଭାବରେ ଭଲ ହେବ। ତେଣୁ ଆମେ ଯେଉଁ ନୂଆ ସଂଶୋଧନ ପ୍ରସ୍ତାବ ଆଣିବୁ ରାଜ୍ୟ ସରକାରଙ୍କୁ, ତାହା ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ମଧ୍ୟରେ ହିଁ ତାକୁ ରଖିବା ପାଇଁ ଆମେ ପ୍ରସ୍ତାବ ରଖିବୁ। ଏଇଟା ନିହାତି ହେବା ଦରକାର, କାରଣ ଆଜିକାଲି ଯେଉଁ ସମସ୍ୟା ହେଲାଣି, ଯେଉଁ ଲୋକସଂଖ୍ୟା ଯେଉଁ ଏକୁ ହେଲାଣି, ସେଥିପାଇଁ ସେଇଟା ହେବା ନିହାତି ଦରକାର। ସେଇଟା ଆମର ଦୁଇ ପ୍ରକାର ସେକ୍ସନ, ସେଇଟା ଦୁଇ ପ୍ରକାର ସେଇଟା ହେଇଛି। ଗୋଟେ ଆମର ଏୟାର ମାନେ ଥଣ୍ଡା ଯିବ, ଆଉ ଗୋଟେ ଆପଣମାନଙ୍କ ଯେଉଁ ତା ଭିତରେ ଭିଡ଼ ହେଇଗଲା ପରେ ଯେଉଁ ଆମର ଗରମ ଯେଉଁ ସମସ୍ତେ ଯେଉଁ ଫିଲ୍ କରନ୍ତି, ସେଥିପାଇଁ ସେ ଗରମଟା ବାହାରିବା ପାଇଁକା ଆମର ଗୋଟେ ସ୍ୱତନ୍ତ୍ର ତା ବାହାରୁ ଗୋଟେ ସେଠି ଗୋଟେ ତା ଭିତରେ ଗୋଟେ ସ୍ୱତନ୍ତ୍ର ପବନ ଯିବ, ଯାହା ଭିତରକୁ ଯାହାଦ୍ୱାରା କି ଆମେ ସେମାନେ ସବୁ ତା ଗରମଟା ତା ଭିତରେ ବାହାରି ପଡ଼ିବ। ସେଇଟା ଆମେ ଦେଖା ହେଇନି, ସେଟା ବିଭିନ୍ନ ଯେଉଁ ଜାଗାରେ ହେବ ସେ ଜାଗାରେ ଆମେ କଣ୍ଟାକ୍ଟ କରାହେବ। ସେଠି କରାଇ ସାରିଲା ପରେ ସେଟା ସ୍ଥିର ହେବ। ଆଉ ଯେଉଁ ଗୋଟେ ମୋବାଇଲର ଯେଉଁ ଆମର ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଜି ନିଷ୍ପତ୍ତି ନେଇଛନ୍ତି, ଏଇଟା ଗୋଟେ ସ୍ୱାଗତଯୋଗ୍ୟ କଥା। ଦେଖନ୍ତୁ, ପ୍ରତ୍ୟେକ ଦିନ ନହେଲେ ପ୍ରାୟ ସମୟରେ ଆପଣ ଦେଖିବେ ଡ୍ରୋନ୍ ଉଡ଼ୁଛି, ତା ଭିତରେ ମୋବାଇଲରେ ଫଟୋ ଉଠୁଛି, ବିଭିନ୍ନ ପ୍ରକାର ତା ଦେହରେ ସବୁ ସମସ୍ୟା ଆସୁଛି। ସେଥିପାଇଁ ୟାର ଗୋଟେ କିଛି ଆଇନ ନଥିଲା, ତାକୁ ଧରୁଥିଲେ, ତାକୁ ଗୋଟେ 1000 ଟଙ୍କା ଫାଇନ୍ ଦେଉଥିଲେ, ତାପରେ ସେ ପଳୁଥିଲା। ୟାର ଗୋଟେ କିଛି ନିୟମ ନଥିଲା। ସେଥିପାଇଁ ଆମେ ସେବାୟତ ମାନେ ବାରମ୍ବାର କହିବା ସତ୍ତ୍ୱେ ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଅବଗତି କରୁଛନ୍ତି ଗୋଟେ ଆଇନଟା ଆଣିବେ ବୋଲିକା। ଆମେ ଏଇଟା ପ୍ରସ୍ତାବ ଦେଇଛୁ ଯେ ଯିଏ ଡ୍ରୋନ୍ ଉଡ଼ିବ ତାକୁ 7 ବର୍ଷ ଜେଲ୍ କରାଯାଉ, ଯିଏ ତା ଭିତରେ ଫୋନରେ ଭିଡ଼ିଓ ଭାଇରାଲ କରିବ ତାକୁ 5 ବର୍ଷ ଜେଲ୍ କରାଯାଉ। ସେଥିପାଇଁ ଏଇଟା ସ୍ୱତନ୍ତ୍ର ୟା ପାଇଁ ଗୋଟେ ଆଇନ କରାଯାଉ, ୟା ପାଇଁ ଗୋଟେ ନିଷ୍ପତ୍ତି ନେଇଛୁ। ପୁରୀରୁ କ୍ୟାମେରା ପର୍ସନ ସୁନିଲ ଜେନାଙ୍କ ସହ ତୁଷାର ରଞ୍ଜନ ନାୟକଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍।